ମାରିଦେବି କୋଉଠି ଟଙ୍କା ସୁନା ରଖିଛୁ ଦେ ନାଇଁ ବୋଲି ସେ ମାରିଦେବି। ମୁଁ 3-4ଟା ମର୍ଡର କରିଛି, ମୁଁ ଜାଣିନୁ କି? ତାପରେ ମୁଁ ଚେନ୍ କାଢିକି ଦେଇଦେଲି, ମୁଦି କାଢିକି ଦେଇଦେଲି। ତାପରେ ମୁଁ ଉଠିକିରି ଯିବି ଯାଉଥିଲି, ମତେ ମୁଁ ଯେତେ ଉଠୁଥିଲି ମତେ ସେଠି ପକେଇ ଦଉଥାନ୍ତି। ତାପରେ ମାନେ ମୁଁ ଯେମିତି ନଗଲି ମୋ ମୁଣ୍ଡରେ 2-3ଟା କୋଉଥିରେ ମାରିଲା କି ମୁଁ ଆଉ ଜାଣିନି। 2-3 ପାହାରେ ପକେଇଛି ମୁଣ୍ଡରେ। ଦେଖିଲା ବେଳକୁ ଏଇଭଳି ଅବସ୍ଥା ହେଇଛି। ଆଉ ସ୍ତ୍ରୀକି ମାନେ ବନାବନି କରିକିରି ନେଇଯାଇଥିଲି ସୁନା ପଇସା। କେତେ ଖଣ୍ଡେ ପଇସା ହବ? ପଇସା 15-20 ଲକ୍ଷ ଭିତରେ ହବ। ଆଉ ସୁନା 60 ଗ୍ରାମ ଖଣ୍ଡେ ହବ ନେଇଯାଇଛନ୍ତି ଆଉ। ଆଉ ଡକାୟତ ମାନେ କି ଯାହା ବି ହେଇଥିଲା ଏଇଟା ତ ଆକ୍ସିଡେଣ୍ଟାଲ କୁହାଯାଇ ପାରିବନି, ବୋଧେ ହୁଏ ତ ପ୍ରି ମେଡିଟେଟେଡ ହେଇଥାଇପାରେ। ଏଇଟାକୁ ସବୁ ଧ୍ୟାନ ଦିଅନ୍ତୁ, ଆଉ ପ୍ରଶାସନ ବି ଏହାକୁ ଧ୍ୟାନ ଦଉ। ଇଟ୍ସ ଭେରି ଇମ୍ପୋର୍ଟାଣ୍ଟ। ଆକ୍ଚୁଆଲି ଆପଣ ଦେଖିବେ ପ୍ରାୟ ପ୍ରତ୍ୟେକ ସାହିରେ ଅଲମୋଷ୍ଟ ସବୁ ସାହିରେ ଏମିତି ଅପ୍ରୀତିକର ପରିସ୍ଥିତି ଗୁଡ଼ାକ ଘଟୁଛି। ଲାଇକ୍ ଅନସୋସିଆଲ ପିଲା ଗୁଡ଼ାକ ଆସିକି ଏଇଠି ବିଭିନ୍ନ ପ୍ରକାର ଡିଷ୍ଟର୍ବାନ୍ସ କରୁଛନ୍ତି। 2 ଜଣ ଯୁବକ କ୍ରିମିନାଲ ତାଙ୍କ ଘରକୁ ପଶିକି ତାଙ୍କୁ ଛୁରୀ ଦେଖେଇକିରି ଲୁଟ୍ କରିଛନ୍ତି। କିଛି କ୍ୟାସ୍ ଲୁଟ୍ କରିଛନ୍ତି ଏବଂ ଗୋଲ୍ଡ ଲୁଟ୍ କରିବେ। ବର୍ତ୍ତମାନ ସୁଦ୍ଧା ଏଫଆଇଆର୍ ଆମକୁ କିଛି ଦେଇନାହାନ୍ତି, କିନ୍ତୁ କ୍ୟାସ୍ ଲୁଟ୍ ହେବା ଏବଂ ଗୋଲ୍ଡ ଲୁଟ୍ ହେବା ଘଟଣା ସେ ଆମକୁ ବର୍ଣ୍ଣନା କରିଥିଲି। ବର୍ତ୍ତମାନ ଆମେ ସାଇଣ୍ଟିଫିକ୍ ଟିମ୍ ଏଠିକି ଆସୁଛି ଏବଂ ଆମେ ଗୋଟେ ସ୍ପେଶାଲ ଟିମ୍ ତା ପାଇଁ ତିଆରି କରୁଛୁ ଇନଭେଷ୍ଟିଗେସନ୍ କରିବା ପାଇଁ। ସ୍ପେଶାଲ ଇନଭେଷ୍ଟିଗେଟିଂ ଟିମ୍ ଆମେ ଗୋଟେ ଫର୍ମେସନ୍ କରିଛୁ ଏବଂ ଇମିଡ଼ିଏଟଲି ଆମେ ବର୍ତ୍ତମାନ ଜିଲ୍ଲାର ସବୁ ଥାନାରେ ବ୍ଲକିଂ ଷ୍ଟାର୍ଟ କରିଛୁ ଏବଂ ଆମେ ତାର ତଦନ୍ତକୁ ଆମେ ଆଗକୁ ନେଉଛୁ।